ଓଁ ଜୟ ଶ୍ରୀ ସୀତାରାମ। ଆଦ୍ୟକାଣ୍ଡ ବାଲ୍ମୀକି ରାମାୟଣ। ଋଷିମାନଙ୍କର ବିଷ୍ଣୁ ପରୀକ୍ଷା ଓ ବାନର ନିମନ୍ତେ ରାମଙ୍କର ଦଶରଥଙ୍କ ପାଖରେ ଅଳି। ଶୁଣ ସୁଜ୍ଞାନୀ ରାମ ବାଲ୍ୟକୋତୂହଳ ଅଙ୍ଗ ପାପରତ ହୋଇବ ନିର୍ମଳ। ସେହି ବୈକୁଣ୍ଠ ବିହାରୀ ବଟପଟବାସୀ ସକଳ ଜୀବଙ୍କ ହୁଏ ଅଶାନ୍ତି ଯେ ବସି। ଦିନେ ନୈମିଷାରଣ୍যେ ସର୍ବଋଷି ବୃନ୍ଦ ବ୍ରହ୍ମା ବିଷ୍ଣୁ ମହେଶଙ୍କ ଲାଗି କଲେ ଦ୍ୱନ୍ଦ୍ୱ। କିଏ ବର କିଏ ସାନ ବୋଲି ମୁନିମାନେ କହିଲେ କବତିବାୟ ନୈମିଷାରଣ୍ୟେ। ବ୍ରହ୍ମା ବର ବୋଲି ଥକେ ମତ ବ୍ୟକ୍ତ କଲେ। ଶିବଙ୍କ ଉଚ୍ଚ ଆସନ ଆନମାନେ ନେଲେ। ପୁଣି କେତେ ଜଣ କହି ଅଧିକ ଯେ ଘୋର। ବିଷ୍ଣୁ ସବୁ ତାର ବଳ ବଳି କଲେ ସ୍ଥିର। କିନ୍ତୁ କାହା କଥା କେହି ସ୍ୱୀକାର ନ କଲେ। ବେଳୁ ବେଳ ସେତେବେଳେ ଝଗଡ଼ା ପଡ଼ିଲେ। ତାହାଙ୍କ ମଧ୍ୟରେ ଯେଉଁ ବାରଣ ବେନ୍ଦିର ଭଦ୍ରଲୋକ ଆସିବାକୁ ସ୍ଥିର ହୋଇଗଲା। ଋଷିକୁଳର ମଣ୍ଡନ ଭୋଗଙ୍କର ଖାଇ ଯେ ଯାହାର ମତ ବ୍ୟକ୍ତ କରେ ସମସ୍ତେ। ଭୋଗ ବୋଇଲେ ଶୁଣନ୍ତୁ ମୋହର ବଚନ। ଋଷି ଝଗଡ଼ା କରିବା ନୁହେଁ ବିଧାନ। ଯଦ୍ୟପି କର ବର ସାନ ପାଇଁ ମୁଁ ଏହାର ସମାଧାନ ଶୀଘ୍ର କରିବି। ନିଜେ ବ୍ରହ୍ମା ବିଷ୍ଣୁ ମହେଶଙ୍କ ପରେ ଯାଇ ପରୀକ୍ଷା କରି ଆସିବି ତାହାଙ୍କ ଯେଉଁହିଁ। ଏହା ଶୁଣି ଋଷିଗଣ ସହମତ କଲେ। ମଧ୍ୟସ୍ଥି ପୁଣି ଭୋଗ ଜ୍ଞାତି ବାହାରିଲେ। ପ୍ରଥମରେ ଋଷିବର ଭ୍ରାତାଙ୍କ ପୁରରେ ମିଳିଲେ ଯାଇ ସେ ପରୀକ୍ଷା ଉଦ୍ଦେଶ୍ୟରେ। ତାହାଙ୍କୁ ଦେଖି ବ୍ରହ୍ମା ବଚନ ବାସୀ ସାବିତ୍ରୀ ସଙ୍ଗରେ ଗପ କଲେ ହୋଇ ଖୁସି।